ଦଶମ ଶ୍ରେଣୀ ସଂସ୍କୃତ ବହିର ଗଦ୍ୟ ବିଭାଗ ମଧ୍ୟରେ ଏକ ବିଷୟ ରହିଛି ଯାହାର ନାମ ହେଉଛି ସ୍ୱାମୀ ବିବେକାନନ୍ଦ। ଏହି ବିଷୟବସ୍ତୁର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ କହିଛି, ନିଜ ଭାଷାୟ ବାକ୍ୟତ୍ରୟଣ ଉତ୍ତରଂ ଲିଖିତ। ନିଜ ଭାଷାରେ ପ୍ରାୟ 3ଟି ବାକ୍ୟର ଉତ୍ତର ଲେଖିବା ପାଇଁ ସେ କହିଛି। କ ନମ୍ବର ପ୍ରଶ୍ନ କହିଛି, ମହାମାନବାଃ କିଂ କୁର୍ବନ୍ତି। ମହାମାନବମାନେ କ'ଣ କରନ୍ତି? ଏହାର ଉତ୍ତର ହେଉଛି, ମହାମାନବମାନେ ଦିବ୍ୟପୁରୁଷ ଅଟନ୍ତି। ସେମାନେ ସ୍ୱର୍ଗଧାମରୁ ପୃଥିବୀକୁ ଅବତରଣ କରନ୍ତି। ମାନବ ଜାତି, ଧର୍ମ ଓ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେମାନେ ମହତ୍ କାର୍ଯ୍ୟ ସମ୍ପାଦନ କରି ପୁଣି ସ୍ୱର୍ଗଧାମକୁ ଫେରିଯାଆନ୍ତି। ଖ ନମ୍ବର ପ୍ରଶ୍ନ, ବିଶ୍ୱ କଲ୍ୟାଣାର୍ଥଂ କୀଦୃଶଃ ଶୁଭମୁହୂର୍ତ୍ତଃ ପ୍ରତୀକ୍ଷିତଃ। ବିଶ୍ୱ କଲ୍ୟାଣ ନିମନ୍ତେ କିପରି ଶୁଭମୁହୂର୍ତ୍ତ ଅପେକ୍ଷିତ ଥିଲା? ଏହାର ଉତ୍ତର, ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣଙ୍କୁ ଗୁରୁ ରୂପରେ ଗ୍ରହଣ କଲେ। ରାମକୃଷ୍ଣ ମଧ୍ୟ ଯୋଗ୍ୟ ଶିଷ୍ୟ ଭାବରେ ବିବେକାନନ୍ଦଙ୍କୁ ସ୍ୱୀକାର କଲେ। ଯୋଗ୍ୟ ଗୁରୁଙ୍କର ଯୋଗ୍ୟ ଶିଷ୍ୟ ପ୍ରାପ୍ତି ବିଧି ନିର୍ଦ୍ଦିଷ୍ଟ। ବିଶ୍ୱର ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ମହାନ ପରମ୍ପରା ପ୍ରତିଷ୍ଠିତ ହେଲା। ଏହା ସତ୍ୟ ଯେ ଏହି ଶୁଭ ମୁହୂର୍ତ୍ତ ବିଶ୍ୱ କଲ୍ୟାଣ ପାଇଁ ବହୁ ଦିନରୁ ଅପେକ୍ଷିତ ଥିଲା। ଗ ନମ୍ବର ପ୍ରଶ୍ନ, ବିବେକାନନ୍ଦଃ କଥଂ ସ୍ମୃତିପଟଳେ ସର୍ବନିଷାଧୁଂ ଶକ୍ନୋତି ସ୍ମ। ବିବେକାନନ୍ଦ କିପରି ମାନସପଟରେ ସବୁ ଧାରଣ କରିପାରୁଥିଲେ? ଏହାର ଉତ୍ତର ହେଉଛି, ସ୍ୱାମୀ ବିବେକାନନ୍ଦ ଅତୀବ ମେଧାବୀ ଥିଲେ। ତାଙ୍କର ସ୍ମୃତିଶକ୍ତି ଅତ୍ୟନ୍ତ ପ୍ରଖର ଥିଲା। ଥରେ ମାତ୍ର ପଠନ ବା ଶ୍ରବଣ ଦ୍ୱାରା ତାଙ୍କ ସ୍ମୃତିପଟଳରେ ସବୁକିଛି ସବୁଦିନ ପାଇଁ ରହିଯାଉଥିଲା। ଘ ନମ୍ବର ପ୍ରଶ୍ନ, ବିବେକାନନ୍ଦଃ କଥଂ ବିଶ୍ୱପ୍ରସିଦ୍ଧ ଅଭବତ୍। ବିବେକାନନ୍ଦ କିପରି ବିଶ୍ୱପ୍ରସିଦ୍ଧ ହେଲେ? ଏହାର ଉତ୍ତର ହେଉଛି, ସ୍ୱାମୀ ବିବେକାନନ୍ଦ ଆମେରିକାର ଚିକାଗୋ ନଗରରେ ବିଶ୍ୱଧର୍ମ ସମ୍ମେଳନରେ ଯୋଗଦେଇ ବସୁଧୈବ କୁଟୁମ୍ବକମ୍ ଅର୍ଥାତ୍ ପୃଥିବୀ ଏକ ପରିବାର ବିଷୟ ଆଧାରରେ ଭାଷଣ ଦେଇ ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ। କେବଳ ସନାତନ ଧର୍ମ ବିଷୟରେ ନୁହେଁ, ଅଧିକନ୍ତୁ ମାନବ ଧର୍ମର ପ୍ରସାର ପାଇଁ ବିଭିନ୍ନ ସ୍ଥାନରେ ସମୁଚିତ ଭାଷଣ ଦେଇ ସେ ବିଶ୍ୱବିଖ୍ୟାତ ହେଲେ। ଓ ନମ୍ବର ପ୍ରଶ୍ନ, ରାମକୃଷ୍ଣ ମିଶନ ମାଧ୍ୟମେନ କିଂ ଭବତି। ରାମକୃଷ୍ଣ ମିଶନ ମାଧ୍ୟମରେ କ'ଣ ହେଉଛି? ଏହାର ଉତ୍ତର ହେଉଛି, ସ୍ୱାମୀ ବିବେକାନନ୍ଦ କୋଲକାତାର ବେଲୁର ଗ୍ରାମରେ ଗୁରୁ ରାମକୃଷ୍ଣଙ୍କ ନାମରେ ମଠ ସ୍ଥାପନ କରି ସନାତନ ଧର୍ମର ମୌଳିକ ତତ୍ତ୍ୱର ପ୍ରଚାର ସହିତ ଦରିଦ୍ରମାନଙ୍କର ସେବା କରୁଥିଲେ। ରାମକୃଷ୍ଣ ମିଶନ ମାଧ୍ୟମରେ ଉଦ୍ବୁଦ୍ଧ ଯୁବକମାନଙ୍କ ଦ୍ୱାରା ବିଶ୍ୱର ଅନେକ ସ୍ଥାନରେ ସେବା କାର୍ଯ୍ୟ କରାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ 2 ନମ୍ବରରେ କହିଛି, ସଂକ୍ଷେପରେ ଉତ୍ତର ଲେଖିବା ପାଇଁ। କ ନମ୍ବର ପ୍ରଶ୍ନ କହିଛି, କୌ ବିବେକାନନ୍ଦସ୍ୟ ମାତା ପିତରୌ। ବିବେକାନନ୍ଦଙ୍କର ପିତାମାତା କିଏ? ଏହାର ଉତ୍ତର ହେଉଛି, ଦିବ୍ୟପୁରୁଷ ସ୍ୱାମୀ ବିବେକାନନ୍ଦଙ୍କର ମା ଥିଲେ ରତ୍ନଗର୍ଭା ଭୁବନେଶ୍ୱରୀ ଦେବୀ ଏବଂ ପିତା ଥିଲେ ସରଳ ସ୍ୱଭାବଯୁକ୍ତ ବିଶ୍ୱନାଥ ଦତ୍ତ। ଖ ନମ୍ବର ପ୍ରଶ୍ନ, ଭୁବନେଶ୍ୱରୀ ଦେବୀ ବିବେକାନନ୍ଦଂ ସ୍ନେହେନ କିମ୍ ଆହୁତବତୀ। ଭୁବନେଶ୍ୱରୀ ଦେବୀ ବିବେକାନନ୍ଦଙ୍କୁ ସ୍ନେହରେ କ'ଣ ଡାକୁଥିଲେ? ଏହାର ଉତ୍ତର ହେଉଛି, ରତ୍ନଗର୍ଭା ଭୁବନେଶ୍ୱରୀ ଦେବୀ ପୁତ୍ର ବିବେକାନନ୍ଦଙ୍କୁ ସ୍ନେହରେ ବିଲ୍ଲୁ ବୋଲି ଡାକୁଥିଲେ। ଗ ନମ୍ବର ପ୍ରଶ୍ନ, ଈଶ୍ୱରାନୁସନ୍ଧିତ୍ସୁ ବିବେକାନନ୍ଦଃ କିଂ ନିକଷା ଗତବାନ୍। ଈଶ୍ୱରଙ୍କୁ ଅନୁସନ୍ଧାନ କରିବାକୁ ଚାହୁଁଥିବା ବିବେକାନନ୍ଦ କାହା ପାଖକୁ ଗଲେ? ଏହାର ଉତ୍ତର ହେଉଛି, ଈଶ୍ୱର ବିଶ୍ୱାସୀ ବିବେକାନନ୍ଦ
ଈଶ୍ୱରଙ୍କ ସନ୍ଧାନରେ ବ୍ୟାକୁଳ ହୋଇ ରାମକୃଷ୍ଣ ପରମହଂସଙ୍କ ନିକଟକୁ ଯାଇଥିଲେ। ଘ ନମ୍ବର ପ୍ରଶ୍ନ, କୁତ୍ର ତସ୍ୟ ପୂର୍ଣ୍ଣ ବିଶ୍ୱାସଃ ଜାତଃ? କେଉଁଠି ତାଙ୍କର ପୂର୍ଣ୍ଣ ବିଶ୍ୱାସ ହେଲା? ଉତ୍ତର ହେଉଛି ଜ୍ଞାନ ପିପାସୁ ଈଶ୍ୱର ବିଶ୍ୱାସୀ ସ୍ୱାମୀ ବିବେକାନନ୍ଦଙ୍କର ରାମକୃଷ୍ଣ ପରମହଂସଙ୍କଠାରେ ପୂର୍ଣ୍ଣ ବିଶ୍ୱାସ ଜାତ ହୋଇଥିଲା। ଅ ନମ୍ବର ପ୍ରଶ୍ନ, ମାତା ବିବେକାନନ୍ଦଂ କିମ୍ ଉକ୍ତବତୀ? ମା ବିବେକାନନ୍ଦଙ୍କୁ କ'ଣ କହିଥିଲେ? ଏହାର ଉତ୍ତର ହେଉଛି ରତ୍ନଗର୍ଭା ମାତା ଭୁବନେଶ୍ୱରୀ ଦେବୀ ବିବେକାନନ୍ଦଙ୍କୁ କହିଥିଲେ, ହେ ପୁତ୍ର, ଆଜୀବନ ପବିତ୍ର ରୁହ, ଆତ୍ମସମ୍ମାନ ରକ୍ଷା କର, ଅନ୍ୟର ସମ୍ମାନ ହାନି କର ନାହିଁ। ଚ ନମ୍ବର ପ୍ରଶ୍ନ, କେଷାଂ କୃତେ ତସ୍ୟ ହୃଦୟଂ ବିଗଳିତ ଆସୀତ୍? କେଉଁମାନଙ୍କ ପାଇଁ ତାଙ୍କ ହୃଦୟ ତରଳି ଯାଇଥିଲା? ଏହାର ଉତ୍ତର ହେଉଛି ସ୍ୱାମୀ ବିବେକାନନ୍ଦଙ୍କର ହୃଦୟ ଦରିଦ୍ରମାନଙ୍କ ପାଇଁ ତରଳି ଯାଉଥିଲା। ଛ ନମ୍ବର ପ୍ରଶ୍ନ, କିଂ ନାମ ସଫଳଂ ଜୀବନମ୍? କାହାର ନାମ ସଫଳ ଜୀବନ? ଏହାର ଉତ୍ତର ହେଉଛି ପ୍ରତିକୂଳ ଅବସ୍ଥାରେ ନିଜର ପ୍ରକାଶ ଓ ବିକାଶର ନାମ ହିଁ ସଫଳ ଜୀବନ। ଜ ନମ୍ବର ପ୍ରଶ୍ନ, ଉତ୍ତମ ମାନବଃ ଭବିତୁଂ ବିବେକାନନ୍ଦଃ କାଂ ପୂଜୟିତୁଂ କଥୟତି? ଭଲ ମଣିଷ ହେବାକୁ ବିବେକାନନ୍ଦ କାହାକୁ ପୂଜା କରିବାକୁ କହିଛନ୍ତି? ଏହାର ଉତ୍ତର ହେଉଛି ବିବେକାନନ୍ଦଙ୍କ ମତରେ ଉତ୍ତମ ମାନବ ହେବା ପାଇଁ ଯଥାର୍ଥ ଭାବରେ ମାଙ୍କୁ ପୂଜା କରିବା ଉଚିତ। ଝ ନମ୍ବର ପ୍ରଶ୍ନ, ବେଲୁର ନଗରଂ କୁତ୍ର ବର୍ତ୍ତତେ? ବେଲୁର ନଗର କେଉଁଠି ଅବସ୍ଥିତ? ଏହାର ଉତ୍ତର ହେଉଛି ବେଲୁର ନଗର କୋଲକାତାରେ ଅବସ୍ଥିତ, ଯେଉଁଠାରେ ବିବେକାନନ୍ଦ ଗୁରୁ ରାମକୃଷ୍ଣଙ୍କ ନାମରେ ମଠ ସ୍ଥାପନ କରି ସନାତନ ଧର୍ମର ପ୍ରଚାର କରିଥିଲେ। ନ ନମ୍ବର ପ୍ରଶ୍ନ, କଦା ସ ଦିବ୍ୟଧାମ ଗତବାନ୍? କେବେ ସେ ଦିବ୍ୟଧାମ ଯାତ୍ରା କଲେ? ଏହାର ଉତ୍ତର ହେଉଛି ସ୍ୱାମୀ ବିବେକାନନ୍ଦ 1902 ମସିହା ଜୁଲାଇ 4 ତାରିଖରେ ଇହଲୀଳା ସମାପ୍ତ କରି ଦିବ୍ୟଧାମକୁ ଗଲେ। 3 ନମ୍ବର ପ୍ରଶ୍ନ କହିଛି ବନ୍ଦନୀ ମଧ୍ୟରୁ ରେଖାଙ୍କିତ ପଦର କାରକ ବିଭକ୍ତିଗତ ଶୁଦ୍ଧ ଉତ୍ତର ବାଛିକି ଲେଖିବା ପାଇଁ। କ ନମ୍ବରର ପ୍ରଶ୍ନରେ ସେ କହିଛି ସ ରାମକୃଷ୍ଣ ପରମହଂସଂ ନିକଷା ଗତ୍ୱା ପୃଷ୍ଟବାନ୍। ଏହାର ଉତ୍ତର ହେବ ନିକଷା ଶବ୍ଦ ଯୋଗେ ଦ୍ୱିତୀୟା। ଖ ନମ୍ବର ପ୍ରଶ୍ନ, ଦରିଦ୍ରାଣାଂ କୃତେ ତସ୍ୟ ହୃଦୟଂ ବିଗଳିତମ୍ ଆସୀତ୍? ଏହାର ଉତ୍ତର ହେବ କୃତେ ଶବ୍ଦ ଯୋଗେ ଷଷ୍ଠୀ। ଗ ନମ୍ବର ପ୍ରଶ୍ନ, ପୁତ୍ର ଆଜୀବନଂ ପବିତ୍ରୋ ଭବ? ଏହାର ଉତ୍ତର ହେବ ସମ୍ବୋଧନେ ପ୍ରଥମା। ଘ ନମ୍ବର ପ୍ରଶ୍ନ, ଉତ୍ତରଂ ରାମକୃଷ୍ଣେନ ପ୍ରଦତ୍ତମ୍? ଏହାର ଉତ୍ତର ହେଉଛି ଅନୁକ୍ତେ କର୍ତ୍ତରି ତୃତୀୟା। ଗ ନମ୍ବର ପ୍ରଶ୍ନ, ଅନେକତ୍ର ସେବା କ୍ରିୟତେ? ଏହାର ଉତ୍ତର ଉକ୍ତେ କର୍ମଣି ପ୍ରଥମା। ଚ ନମ୍ବର ପ୍ରଶ୍ନ, ମୌଳିକତତ୍ତ୍ୱସ୍ୟ ପ୍ରଚାରେଣ ସହ ସଦରିଦ୍ରାଣାଂ ସେବାମ୍ ଆରଭତ? ଏହାର ଉତ୍ତର ସହାର୍ଥେ ତୃତୀୟା। 4 ନମ୍ବର ପ୍ରଶ୍ନରେ କହିଛି ବାକ୍ୟ ରଚନା କରିବା ପାଇଁ କେତେ ଗୁଡ଼ିଏ ଶବ୍ଦ ଦେଇଛି, ସେ ଶବ୍ଦକୁ ନେଇ ଏକ ବାକ୍ୟ ପ୍ରସ୍ତୁତି କରିବା। ଏକ ଶବ୍ଦ କହିଛି ଇତି। ଏହି ଇତି ଶବ୍ଦକୁ ନେଇ ଏକ ବାକ୍ୟ ଗଠନ କଲେ ହେବ ପୁରା ଦଶରଥ
इति राजा आसीत्। सेहिपरि अन्य एक शब्द कहिछि नाम्ना। अहं नाम्ना गोपालः गत्वा। वयं पुरीं गत्वा महाप्रसादम् अखादम्। नाम। तव नाम किम्? चिराय। यदुः चिराय दुःखं न लभते। सकृत्। सकृत् मिथ्या मा वद। प्रदाय। धनिकः दरिद्राय धनं प्रदाय अगच्छत्। प्रभूतं। मम प्रभूतं धनम् आसीत्। 5 नंबर प्रश्न कहिछि संधि करिबा पई। प्रथमे कहिछि मातुः युक्त उपदेशम्। यार उत्तर हेबो मातुरुपदेशम्। दृष्टवान् युक्त अस्मि। यार उत्तर दृष्टवानस्मि। पवित्र युक्त भव। पवित्रो भव। उत्तरेण युक्त एव। यार उत्तर उत्तरेणैव। तम युक्त एव तमेव। वसुधा युक्त एव वसुधैव। उत् युक्त ज्वलम् उज्ज्वलम्। विकासः युक्त च विकासश्च। सत्यं युक्त इदं सत्यमिदम्। अद्य युक्त अपि अद्यापि। स युक्त अपि सोऽपि। सेहिपरि 6 नंबर प्रश्न कहिछि संधि विच्छेद करिबा पई। पुनरमर धाम। पुनः युक्त अमर धाम। कुलम् आनेतुं। कुलं युक्त आनेतुं। प्रतीक्षितः। प्रतियुक्त इक्षितः। सततं चेष्टत। सततं युक्त अचेष्टतः। प्रत्यागच्छन्ति। प्रतियुक्त आगच्छन्ति। चिरादेव। चिरात् युक्त एव। अतीव। अतियुक्त एव। उत्तमो मानवः। उत्तम युक्त मानवः।